ଜୟ ଶ୍ରୀରାମ ଜୟ ଜଗନ୍ନାଥ। ଭିଡ଼ିଓଟି ଦେଖି ସାରିଲା ପରେ ସବସ୍କ୍ରାଇବ୍ କରିଦେବେ। ଓକେ, ବହୁତ ଭିଡ଼ିଓ ଦେଖୁଛନ୍ତି, ସବସ୍କ୍ରାଇବ୍ କରୁନାହାନ୍ତି। ସବସ୍କ୍ରାଇବ୍ କରିଦେବେ। ସବସ୍କ୍ରାଇବ୍ କଲେ ମନୋବଳ ବୃଦ୍ଧି ପାଏ। ଓକେ, ସବସ୍କ୍ରାଇବ୍ କରିଦେବ ଭିଡ଼ିଓଟି ଦେଖି ସାରିଲା ପରେ। ଜୟ ଶ୍ରୀରାମ। ଆଜି ଆମେ କଥା ହେବା ଉଷୁନା ଚାଉଳ ଭାତ ଖାଆନ୍ତି କାହିଁକି? ଉଷୁନା ଚାଉଳ ଭାତ ଖାଆନ୍ତି କାହିଁକି? এই ବିଷୟରେ ଆଜି ଆମେ କଥା ହେବା। ଚାଲନ୍ତୁ ଯିବା। ଚାଉଳ ଦୁଇ ପ୍ରକାର, ଅରୁଆ ଓ ଉଷୁନା। ଅଭ୍ୟାସ ଅନୁସାରେ ଲୋକେ ଅରୁଆ କିମ୍ବା ଉଷୁନା ଚାଉଳର ଭାତ ଖାଇବାକୁ ଭଲ ପାଆନ୍ତି। ଆମ ଓଡ଼ିଶାରେ କିନ୍ତୁ ଅଧିକ ଲୋକ ଉଷୁନା ଚାଉଳର ଭାତ ଖାଇବାକୁ ଭଲ ପାଆନ୍ତି। ଆମ ଓଡ଼ିଶାରେ ଉଷୁନା ଚାଉଳର ଭାତ ଖାଇବାକୁ ଭଲ ପାଆନ୍ତି। ବିଜ୍ଞାନ ଦୃଷ୍ଟିରୁ ଉଷୁନା ଚାଉଳର ଭାତ ଅରୁଆ ଭାତ ଅପେକ୍ଷା ଅଧିକ ପୁଷ୍ଟିକର। ବିଜ୍ଞାନ ଦୃଷ୍ଟିକୋଣରୁ ଉଷୁନା ଚାଉଳର ଭାତ ଅରୁଆ ଭାତ ଅପେକ୍ଷା ଅଧିକ ପୁଷ୍ଟିକର। ଚାଉଳର ଭ୍ରୂଣପୋଷ ଅନେକ ଗୁଡ଼ିଏ 6 କୋଣିଆ ଦାନା ଦ୍ୱାରା ଗଠିତ ହୋଇଥାଏ। ଏହି ଦାନା ଗୁଡ଼ିକ ମଧ୍ୟରେ ଫାଟ ଥାଏ। ଅରୁଆ ଚାଉଳ ପେଷିଲା ବେଳେ ଉକ୍ତ ଫାଟରୁ ଅଧିକ ଚାଉଳ ଭାଙ୍ଗିଯାଏ। ଉଷୁନା କରିବା ପାଇଁ ଧାନକୁ ସିଝାଇଲା ବେଳେ ଉକ୍ତ ଫାଟ ଗୁଡ଼ିକ ବନ୍ଦ ହୋଇଯାଏ। ତେଣୁ ଉଷୁନା ଚାଉଳ ଅଧିକ ଭାଙ୍ଗେ ନାହିଁ। ଆଉ ଥରେ ଚାଲନ୍ତୁ ବୁଝିବା। ଚାଉଳର ଭ୍ରୂଣପୋଷ ଅନେକ ଗୁଡ଼ିଏ 6 କୋଣିଆ ଦାନା ଦ୍ୱାରା ଗଠିତ ହୋଇଥାଏ। ଏହି ଦାନା ଗୁଡ଼ିକ ମଧ୍ୟରେ ଫାଟ ଥାଏ। ଅରୁଆ ଚାଉଳ ପେଷିଲା ବେଳେ ଉକ୍ତ ଫାଟରୁ ଅଧିକ ଚାଉଳ ଭାଙ୍ଗିଯାଏ। ଉଷୁନା କରିବା ପାଇଁ ଧାନକୁ ସିଝାଇଲା ବେଳେ ଉକ୍ତ ଫାଟ ଗୁଡ଼ିକ ବନ୍ଦ ହୋଇଯାଏ। ତେଣୁ ଉଷୁନା ଚାଉଳ ଅଧିକ ଭାଙ୍ଗେ ନାହିଁ। ବୁଝିଲେ ତ? ଚାଉଳର ଭ୍ରୂଣପୋଷରେ ଶ୍ୱେତସାର ଅଧିକ ପରିମାଣରେ ଥିବାବେଳେ ଏହାର ଉପର ଭାଗରେ ପୁଷ୍ଟିସାର, ଭିଟାମିନ୍, ଧାତବ ଲବଣ ଆଦି ଥାଏ। ଅରୁଆ ଧାନ ପେଷିଲା ବେଳେ ଏହି ଉପର ଅଂଶ ରାମ୍ପି ହୋଇ କୁଣ୍ଡାରେ ମିଶିଯାଏ। ମାତ୍ର ଉଷୁନା କରିବା ପାଇଁ ଧାନ ଉଁସେଇବା ବେଳେ ଚାଉଳର ଉପର ଅଂଶରେ ଥିବା ଖାଦ୍ୟସାର ଭ୍ରୂଣପୋଷରେ ଦ୍ରବୀଭୂତ ହୁଏ। ତେଣୁ ଅରୁଆ ଅପେକ୍ଷା ଉଷୁନା ଚାଉଳରେ ଅଧିକ ଖାଦ୍ୟସାର ଥାଏ। ବୁଝିପାରିଲେ ତ ସାଙ୍ଗମାନେ? ଚାଉଳର ଭ୍ରୂଣପୋଷରେ ଶ୍ୱେତସାର ଅଧିକ ପରିମାଣରେ ଥିବାବେଳେ ଏହାର ଉପର ଭାଗରେ ପୁଷ୍ଟିସାର, ଭିଟାମିନ୍, ଧାତବ ଲବଣ ଆଦି ଥାଏ। ଅରୁଆ ଧାନ ପେଷିଲା ବେଳେ ଏହି ଉପର ଅଂଶ ରାମ୍ପି ହୋଇ କୁଣ୍ଡାରେ ମିଶିଯାଏ। ମାତ୍ର ଉଷୁନା କରିବା ପାଇଁ ଧାନ ଉଁଏଇବା ବେଳେ ଚାଉଳର ଉପର ଅଂଶରେ ଥିବା ଖାଦ୍ୟସାର ଭ୍ରୂଣପୋଷରେ ଦ୍ରବୀଭୂତ ହୁଏ। ତେଣୁ ଅରୁଆ ଅପେକ୍ଷା ଉଷୁନା ଚାଉଳରେ ଅଧିକ ଖାଦ୍ୟସାର ଥାଏ। ଉଁସେଇବା ମାନେ ହେଉଛି ଆମର ଯେଉଁଟା ସିଝେଇବା ବୋଧେ। ତେଣୁ ଏହି ପ୍ରକ୍ରିୟା ଯୋଗୁଁ ଆମର ଉଷୁନା ଚାଉଳ ଲୋକମାନେ ଖାଇବାକୁ ଅଧିକ ପସନ୍ଦ କରନ୍ତି। ଆଉ ଆମ ଓଡ଼ିଶାରେ 80% ଲୋକ ପ୍ରାୟ ଉଷୁନା ଚାଉଳର ଭାତ ଖାଇବାକୁ ପସନ୍ଦ କରନ୍ତି। ତେଣୁ ଆପଣମାନେ କେଉଁ ଚାଉଳ ଖାଆନ୍ତି, ଉଷୁନା ନା ଅରୁଆ? କମେଣ୍ଟରେ ଜଣାଇବେ, ଜମାରୁ ଭୁଲିବେନି। କାଲି କେଉଁ ଟପିକରେ କଥା ହେବା କମେଣ୍ଟରେ ଜଣାନ୍ତୁ। ଆଉ ଭିଡ଼ିଓଟି ଦେଖି ସାରିଲା ପରେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ ଆଣ୍ଡ ସେୟାର ବି କରିବେ। ଆଜିର ଟପିକ୍ ବୁଝିପାରିଲେ? ଉଷୁନା ଚାଉଳ ଭାତ ଖାଆନ୍ତି କାହିଁକି? ଉଷୁନା ଚାଉଳ ଭାତ ଖାଆନ୍ତି କାହିଁକି? କାଲି ଆଉ ଗୋଟେ ମଜାଦାର ଟପିକ୍ ଉପରେ କଥା ହେବା। କେତେକ ଜୀବଙ୍କ ଶବ୍ଦ ଅଶୁଭ କାହିଁକି? କେତେକ ଜୀବଙ୍କ ଶବ୍ଦ ଅଶୁଭ କାହିଁକି? କାଲି ଏହା ବିଷୟରେ ଆମେ ବିସ୍ତୃତ ଆଲୋଚନା କରିବା। ଜୟ ଜଗନ୍ନାଥ, ଜୟ ଶ୍ରୀରାମ। ତେଣୁ କାଲି ଏହି ଟପିକରେ କଥା ହେବା। ତେଣୁ ଆଜିର ଟପିକଟି ଭଲସେ ବୁଝିପାରିଥିବେ ମୋର ଆଶା। କାଲି ଆମେ ସେଇ ଟପିକରେ କଥା ହେବା। କେତେକ ଜୀବଙ୍କ ଶବ୍ଦ ଅଶୁଭ କାହିଁକି? ଓକେ, ଜୟ ଶ୍ରୀରାମ, ଜୟ ଜଗନ୍ନାଥ। ରହୁଛି, କାଲି ପୁଣି ଦେଖା ହେବ
ନୂତନ ବିଷୟବସ୍ତୁ ଉପରେ। ଜୟ ଜଗନ୍ନାଥ, ଜୟ ଶ୍ରୀରାମ।